ଆଜି ଉପରବେଳେ ଟିକେ ଫ୍ରି ଥିବାରୁ ମନ ହେଲା ରିଲ୍ସ ବନେଇବା ପାଇଁ, ସିଏ ବି ପୁଣି ଡୁଏଟ୍ ଭିଡ଼ିଓ। ତ ଡୁଏଟ୍ ଭିଡ଼ିଓ ବନେଇବାକୁ ହେଲେ ମୋତେ ଯିବାକୁ ପଡ଼ିବ ସାନ ଘରକୁ, କାହିଁକିନା ସେ ହିଁ ତ ମୋର ରିଲ୍ସ ପାର୍ଟନର। ସୋ ମୁଁ ଆଉ ମୋର ଭଉଣୀ ମିଶି ବାହାରିଗଲୁ ସାନ ଘରକୁ। ସାନ ଘରେ ଯାଇ ଫାଇନାଲି ମୁଁ ପହଞ୍ଚିଗଲି। ତା ଘରେ ଯାଇକି ଦେଖେ ତ ମ୍ୟାଡ଼ାମ୍ ପୁରା ରେଡ଼ି, ଶାଢ଼ୀ ପିନ୍ଧି ମେକଅପ୍ ଟେକଅପ୍ ଲଗେଇକି ଏକଦମ ଲୁକ୍ରେ ଆସିଯାଇଛନ୍ତି। ଦେନ୍ ମୁଁ ଗଲି ଉପରକୁ ମାନେ ସାନ ରୁମ୍କୁ। ସେଠି ଯାଇକି ଭେଟିଲି ମୁଁ ଆଣ୍ଟିଙ୍କୁ। ଆଣ୍ଟିଙ୍କ ସହ ଟିକେ କଥାବାର୍ତ୍ତା କରିସାରିଲା ପରେ ମିରର ସାମ୍ନାକୁ ଯାଇକି ମୋବାଇଲଟା ଧରିକି ଟିକେ ଷ୍ଟାଇଲ୍ ମାରିଦେଲି। ତାପରେ ସାନ ଆସି ମୋତେ ଶାଢ଼ୀ ପିନ୍ଧାମୁନ୍ଧି କଲେ, କାହିଁକିନା ଏମିତି ଶାଢ଼ୀ ମୋତେ ପିନ୍ଧି ଆସେନି। ଦେନ୍ ଆମେ ବାହାରିଗଲୁ ଉପରକୁ ମାନେ ଛାତ ଉପରକୁ। ଇଏ ହେଉଛନ୍ତି କ୍ୟାମେରାମ୍ୟାନ୍, ନାହିଁ ମୋ ସାନ ଭଉଣୀଟା। ଇଏ ହେଉଛି ସାନା। ତାପରେ ଆମେ ରିଲ୍ସ ବନେଇଲୁ। ରିଲ୍ସ ବନାବନି ସରିଲା ପରେ ତଳକୁ ଆସିଲୁ। ଓହୋ, ଆମେ ତ ପୁରା ଥକି ଯାଇଛୁ। ତାପରେ ଆମେ ଏବେ ଯିବା ଘରକୁ, କାହିଁକିନା ସନ୍ଧ୍ୟା ହେଇଗଲାଣି। ଅଲମୋଷ୍ଟ ଘରୁ ବି ଫୋନ୍ ଆସିବା ଷ୍ଟାର୍ଟ ହେଇଗଲାଣି। ବାଇ ଦ ୱେ ମୁଁ ଆଜି ବହୁତ ଖୁସି, କାହିଁକିନା ରିଲ୍ସ ବହୁତ ଭଲ ବନିଥିଲା। ଏବେ